ଏ ବନ୍ୟା କାର୍ଯ୍ୟରେ ଖୋଦ୍ ଯାହାକୁ କୁହାଯାଏ ଅବହେଳା, ଏମିତି ଅବହେଳା ମୁଁ କେବେ ଦେଖିନଥିଲି। 60-70 ବର୍ଷର ଅଭିଜ୍ଞତା, 82 ମସିହା ବନ୍ୟା, ଅନ୍ୟାନ୍ୟ ବନ୍ୟା, ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ଘାଇ ଭାଙ୍ଗି ଯାଇଥାଏ କଟକ ରୋଡରେ, ଉତ୍ତରା ରୋଡରେ, ମହାନଦୀରେ, ତାକୁ ମୁକାବିଲା ଆମେ କରିଥିଲୁ ସହଜରେ, ସମସ୍ତଙ୍କ ସହଯୋଗରେ। ସବୁ ଦଳ ଲୋକ ସାହାଯ୍ୟ କରିଥିଲେ, ସବୁ ଅଫିସର କରିଥିଲେ। ମୁଁ କାଲି ତିରିମଲ ଗୋଟେ ପାଣ୍ଡିଆ ବୋଲି ବୁଢାଙ୍ଗେରା ଗାଁ, ଏଠି ବ୍ରିଜ ମୁଁ ଲାଗି ପଡି କରେଇଛି, କିନ୍ତୁ 90 ଭାଗ ସରିଛି, ଆଉ 10 ଭାଗ ବାକି ଅଛି। ସେ କଟାପ ହେଇଯାଇଛି। 7 ଦିନ ହେଲାଣି କଟାପ। ଗୋରୁ ଖାଇବାକୁ କୁଣ୍ଡା କି କୌଣସି ଖାଦ୍ୟ ଯୋଗେଇ ନାହାନ୍ତି। 2 ପିଲାଙ୍କ ପାଇଁ ବିସ୍କୁଟ କି ଚୁଡା ଗୁଡ ଏପର୍ଯ୍ୟନ୍ତ ଯୋଗେଇ ନାହାନ୍ତି। ଚାଉଳ ରିଲିଫ ଖାଦ୍ୟ, ରୋଷେଇ ଖାଦ୍ୟ, ଶୁଖିଲା ଖାଦ୍ୟ କିଛି ଯୋଗେଇ ନାହାନ୍ତି। କେବଳ ଲଞ୍ଚ ଟିଏ ପକେଇଛନ୍ତି। କିନ୍ତୁ କାଲି ମୁଁ ସ୍ପଟରେ ଏଡିଏମ୍ କୁ ଦେଖିଲି, ଖୋର୍ଦ୍ଧା ଏଡିଏମ୍, ଏସଡିଓ ଦେଖିଲି, ଭୁବନେଶ୍ୱର ଏସଡିଓ, ତହସିଲଦାର, ଜଟଣୀ ବିଡିଓ ସମସ୍ତଙ୍କୁ ଦେଖିଲି, କିନ୍ତୁ ରିଲିଫ ପହଞ୍ଚିନି ଏପର୍ଯ୍ୟନ୍ତ। କାଲି ଆମେ ବିସ୍କୁଟ ଚୁଡା କିଛି ନେଇ ବାଣ୍ଟିଛୁ। କାଲି ଡିମାଣ୍ଡ କରିକି ମୁଁ ଆସିଲି, କଲେକ୍ଟରକୁ ପାଇଲିନି। ଏସଡିଓ ଏଡିଏମ୍ ଏସଡିଓ କହିଲି, ତହସିଲଦାରଙ୍କୁ ତୁରନ୍ତ ରିଲିଫ ଦିଅ। 50-60 ବର୍ଷ ହେଲା ଆମେ ରିଲିଫ ଦେଉ, ସଦାବେଳେ ସେ କଟାପ ହେଇଯାଏ। ପାଣି ଘେର ଭିତରେ ସେମାନେ ରୁହନ୍ତି, ଗୋରୁ ଗାଈ ବି ଘେର ଭିତରେ ରୁହନ୍ତି, ଏଇନା ବି ରହିଛନ୍ତି। ଆଶ୍ରୟସ୍ଥଳୀ କରିଛୁ ଆମେ, ସେଠି ଅଛନ୍ତି ପଶୁ ଗୋରୁ ଗାଈ, ସେଇଠି ଅଛନ୍ତି, ଲୋକ ବି ଅଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ପଡିଛି, ସ୍ୱାସ୍ଥ୍ୟର ବ୍ୟବସ୍ଥା ହେଇଛି, ବିଡିଓ ପହଞ୍ଚନ୍ତି, ଏଡିଏମ୍ ପହଞ୍ଚେ, ରିଲିଫ ପହଞ୍ଚିନି। କାଲି ସ୍ପଟରେ ବୁଲିକିରି ମୁଁ ଆସି ସରକାର ଦୃଷ୍ଟି ଆକର୍ଷଣ କରିଛି। ତୁରନ୍ତ ପାଣ୍ଡିଆବେଲି ବୁଢାଙ୍ଗେରା ଓ ଯୋଉ ଅଞ୍ଚଳରେ ନଷ୍ଟ ହେଇଛି ପନିପରିବା ପୁରା ଯାଇ, ତିରିମଲ ପନିପରିବା ଯାଇ, ରାଣୀପୁର ପନିପରିବା ଯାଇଛି, ବିଶିଆପଡା ପନିପରିବା ଯାଇଛି। ତେଣୁ ସରକାର ତୁରନ୍ତ କଳନା କରନ୍ତୁ। କେତେ ପନିପରିବା, ବଢିଆ ପୋଟଳ ସେଠି ହୁଏ, ଜହ୍ନି ହୁଏ, ବାଇଗଣ ହୁଏ, ସବୁ ନଷ୍ଟ ହେଇଯାଇଛି। ସରକାର ତୁରନ୍ତ ରିଲିଫ ପହଞ୍ଚନ୍ତୁ, କ୍ଷତିପୂରଣ ଦବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। କୃଷି ବିଭାଗ, ଷ୍ଟାଟିଷ୍ଟିକ ବିଭାଗ ବୁଲିକିରି ରିପୋର୍ଟ ଦିଅନ୍ତୁ, ଭଲ ହବ। କାହିଁ କୋଉଠି ପହଞ୍ଚିଲା? ଏଇଠି ତ ପହଞ୍ଚିନି ଏପର୍ଯ୍ୟନ୍ତ ରିଲିଫ। ଆମେ ରିଲିଫ ନେଇ କାଲି ପହଞ୍ଚେଇଲୁ, ଅଫିସର ପହଞ୍ଚିଛନ୍ତି। କାଲି ଏଡିଏମ୍ ପହଞ୍ଚିଲେ, ଏସଡିଓ ପହଞ୍ଚିଲେ, ତହସିଲଦାର ବିଡିଓ ପହଞ୍ଚିଲେ। ସେ ଗାଁ 7 ଦିନ ହେଲାଣି, କାଲି ପହଞ୍ଚିଛନ୍ତି। ଆମେ ପହଞ୍ଚିଲା ପରେ, ଆଗରୁ ଯାଇ ନଥିଲେ, ମୁଁ ପହଞ୍ଚିଲା ପରେ, ବୋବେଇଲା ପରେ ଯାଇ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ରିଲିଫ ନାହିଁ। ଗୋଟେ ଲଞ୍ଚ ପକେଇଛନ୍ତି, ଲଞ୍ଚରେ ଯିବା ଆସିବା କଲୁ। ମୁଁ କାଲି ସେ ଲଞ୍ଚରେ ରିଲିଫ ପହଞ୍ଚି। ଶୁଖିଲା ବିବରଣୀ ଦିଅନ୍ତୁନି, ବିପଦ ହେଇନ ସେମାନଙ୍କର। ଓଡ଼ିଶାର ଯୋଉ ଯୋଉ ଜାଗାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର ମୁଁ ଦେଖିଲି କଲଚର ମିନିଷ୍ଟର, ହାଇୱେ ଏଜୁକେସନ ମିନିଷ୍ଟର ଗଳି ଗଳି ବୁଲୁଛନ୍ତି, ରିଲିଫ ବାଣ୍ଟୁଛନ୍ତି, ତାଙ୍କୁ ଧନ୍ୟବାଦ। ରେଭେନ୍ୟୁ ମିନିଷ୍ଟର ବି ବୁଲୁଛନ୍ତି। ମୁଖ୍ୟମନ୍ତ୍ରୀ ଆସି କଣ ଆଜି ହେଲିକପ୍ଟରରେ ବୁଲିବେ? ବୁଲ, କିନ୍ତୁ ତଳେ ଖାଦ୍ୟ କେମିତି ପହଞ୍ଚିବ? ରନ୍ଧା ଖାଦ୍ୟ ଯୋଉଠି ଯୋଉଠି ଆଶ୍ରୟସ୍ଥଳୀ ହେଇଛି ସେଠି ପହଞ୍ଚିବ, ଗୋରୁ ଗାଈଙ୍କ ପାଇଁ ଖାଦ୍ୟ ପହଞ୍ଚିବ, ମେଡିସିନ ପହଞ୍ଚିବ। ଜଟଣୀ ମେଡିସିନ ପହଞ୍ଚି, ଡାକ୍ତର ଦଳ ପହଞ୍ଚିଛନ୍ତି, କିନ୍ତୁ ଅନ୍ୟ କିଛି ପହଞ୍ଚିନି। ତୁରନ୍ତ କେମିତି ପହଞ୍ଚିବ? ଜଟଣୀ ଖୋର୍ଦ୍ଧା ଜିଲ୍ଲାରେ ବ୍ୟବସାୟ, ବାଲେଶ୍ୱରରେ, ଭଦ୍ରକରେ, ଆମର ଏଠି ବାଲିପାଟଣା ମୁଁ ଦେଖିଲି କିଛି ରିଲିଫ ପହଞ୍ଚିନି ଏପର୍ଯ୍ୟନ୍ତ। ମୁଁ ଦେଖିଲି ଧଉଳି ତଳେ, ଇଟିପୁର, ବାସୁଆ ଘାଇ, ଏ ପଞ୍ଚାୟତରେ, ଧଉଳି ପଞ୍ଚାୟତରେ, ଶିଶୁପାଳ ପଞ୍ଚାୟତରେ କିଛି ରିଲିଫ ପହଞ୍ଚିନି। କେମିତି ପହଞ୍ଚିବ ବ୍ୟବସ୍ଥା କରନ୍ତୁ।